ମାଂସ ବିନା କୌଣସି ପଶୁକୁ ବି ମାରି ବନାଯାଇପାରିବ। କ'ଣ ଆପଣମାନେ ଜାଣିଥିଲ କି? ହଁ, ଏହାକୁ କହିଥାନ୍ତି ଆର୍ଟିଫିସିଆଲ ମିଟ୍ ବା ଲ୍ୟାବ୍ ଗ୍ରୋନ୍ ମିଟ୍ ମଧ୍ୟ କୁହାଯାଇଥାଏ। ଏଥିରେ କୌଣସି ବି ପଶୁକୁ ହତ୍ୟା ନ କରି ବନାଯାଇଥାଏ। ବୈଜ୍ଞାନିକମାନେ କେବଳ ଗୋଟିଏ ପଶୁମାନଙ୍କ ଶରୀରରୁ ମସଲ୍ ସେଲ୍ସ ନେଇଯାଇଥାନ୍ତି ଏବଂ ଲ୍ୟାବ୍ରେ ରଖିଥାନ୍ତି। ଗରମ ପୋଷଣ ଅକ୍ସିଜେନ ସେଲ୍ ସହିତ ଧୀରେ ଧୀରେ ବଢ଼ିଥାନ୍ତି, ମିଳନ୍ତି, ତାପରେ ଶେଷରେ ମାଂସ, ସେହି ଟେକ୍ସଚର, ସେହି ସ୍ୱାଦ, କିନ୍ତୁ ସେଥିରେ କୌଣସି ବି ପଶୁର ଜୀବନ ଗଲା ନାହିଁ। ଏଥିରେ ପ୍ରଶ୍ନ ଆସିଥାଏ ଯେ ଏତେ କଷ୍ଟ କାହିଁକି? ଆଜିକାଲି ମାଂସରେ ବହୁତ ପାଣି ଜମି ମଧ୍ୟ ଅଧିକ ଖାଇଥାଏ। ତା ସହିତ ପ୍ରକୃତି ମଧ୍ୟ ନଷ୍ଟ ହୋଇଥାଏ, କରିଥାଏ, ଅରବ ଅରବ ପଶୁମାନଙ୍କ ଜୀବନ ମଧ୍ୟ ନେଇଥାଏ। ଆର୍ଟିଫିସିଆଲ ମିଟ୍ ଦ୍ୱାରା ସେମାନଙ୍କୁ ଜୀବନ ବଞ୍ଚାଯାଇପାରିବ, ପ୍ରଦୂଷଣ ମଧ୍ୟ କମ୍ ହେବ ଏବଂ ବଢ଼ୁଥିବା ଆବାଦୀକୁ ଖାଦ୍ୟ ମଧ୍ୟ ମିଳିପାରିବ। ଏହା କିନ୍ତୁ ଶସ୍ତା ନୁହେଁ, କାରଣ ଏହାକୁ ବନାଇବା ପାଇଁ ବହୁତ ଟଙ୍କା ଖର୍ଚ୍ଚ ହୋଇଥାଏ। କିନ୍ତୁ ଆସୁଥିବା ସମୟରେ ଖାଦ୍ୟ କ୍ଷେତରୁ ଆସିବ ନାହିଁ, ଲ୍ୟାବ୍ରୁ ଆସିବ।